दर्शन आ प्रभु को दर्शन करने मनटा पूरा हेउची व्याकुल स्वामी मोर जाइछथि युद्ध क्षेत्र को काले बंगाम नवाब हम राज्य को आक्रमण करिब मनरे जागु अछि भय हे प्रभु जगतनाथ जगन्नाथ तुम रक्षा कर प्रभु तुम रक्षा कर तुमरे उत्कल राज्य को प्रभु रक्षा कर धनार्दन है मत पास कर दियो महारानी नमस्कार माँ नमस्कार 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 हिले बतक तमे आसिल महाराज को देखिथिलो एते बळे हले से फेरी नहाती देखिथिल महाराज को हे माँ महारानी कोन तुमको मिछ मते सत माँ मु देखिथिली महाराजा को हेले माँ मु जहाँ देखिची से कथा कहले भारी कली हम मु जमा से कथा कहि परबिनी ना ना कहले तो कुआड कोन होई कली गलो होई जीवो मु से कथा कहि परबिनी मो टिके काम अछि माँ मु आसुची नमस्कार माँ मु आसे टिके आसुची हां बतक इमिदि कोठी कोन देखि जदि कहिले खाली कली हेबो ए माँ न कहि चली जाउछो माँ कोन तमे काई सेटा पचारचो कहले अर्थ की कहू कहू कहि देबी कहि देले कुआड कोन होई जे मु संभाली जाय जाय तो मो पर छाड़ी दे बतक माँ तमे संभाली जीवो निश्चय बुझिबी सतरे अरे कुह जहाँ आप तुम संभाल तो निश्चय बुझी बतक हेले माँ कौन हला आम महाराजा नुह कि इमिति किमिति हेले माँ कौन है इमिति हेबे बोली मु जमा विश्वास कर नथिले कौन होइछि ना काली राती रे काली राती रे ता साथी रे कौन होइछि बतक हे दबा माँ कौन है जीव नहले आम महाराजा काई आसी नाहंती हे दबा तो हेले माँ कौन आउ कहि हबनी कौन ना आउ कहले तो कट कहि जियो आउ कहि परिबिनी मु आछि मु कहि परिबिनी ना बतक 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 आ काई बाध्य करछ कोड कोन हेटा कोन माँ माँ हेटा कोन एबे खोली करी कुह बतक कोठी कौन देखिछ खोली करी कुह माँ एटा कोन की कौन हला एटा कोन जान तो एटा कोन देलम जानि बाउन दियो कौन 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 देल आउ तार दियो देउथला काई ताले मामू एटा जानि पानु एटा सुना भलिया दोस जाइन तो सुना माँ एटा तुम सुना एते लंबा आहुरी अछि आहुरी 8 लंबा सुना रखिछ माँ जहाँ आउ तुम सुना बलिया का सुना नाई बढ़िया सुना बोपा एटी माँ एतर न कहले बतक मिश्र रही परिबो जम्मा रही परिबन कहि देबी आउ कुह बतक हां कहि देबी एथर अरे कहू ना बतक एटी महारानी कौन हला आम महाराजा कौन कले जानिछ कौन कले हाथुटाକୁ କାଟିଦେଲେ ହଁ ମା ତୁମ୍ବେ ହେବାର କତ ବହିଗଲା ମୁଁ କାହିଁକି କାଟିଲେ କାହିଁକି କାଟିଲେ ମୁଁ ଏ କଥା କହୁଛି ପରା ମା କ'ଣ କଲେ ଜାଣିଛ ରକ୍ତ ନେଲେ ହଁ ମୋ ବଡ଼ ଭାଇ ଦୀନବନ୍ଧୁ ମିଶ୍ର ତା କନ୍ୟା ମୋ ଝିଆରୀ ତୁଳସୀ ମଥାରେ ଦେଇଦେଲେ ତାକୁ ସାନ ରାଣୀ କରିଦେଲେ ମା ନାଇଁ 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 ସାନ ରାଣୀ ନୁହଁ ତାକୁ ବଡ଼ ରାଣୀ କରିଦେଲ ଆଉ ମୋ ତମେ ବେକ ଧରିକି ବୁଲିକି ଭିକ ମାଗିବ ଆଉ କ'ଣ କରିବ ତମର ଆଉ କାମ କ'ଣ ତମେ ଭିକ ମାଗିବ ହେଲେ ମା ଆହୁରି ମହାରାଜା କ'ଣ କହିଲେ ଜାଣିଛ କ'ଣ କହିଲେ ଦାସୀର ଗୋଟାଏ ପୁତ୍ର ହବ ସିଏ ବସିବ ଏଇ ରାଜ ସିଂହାସନେ ହେବ ପୁଣି କାଳିଆ ରଜା ଆଉ ମୋ ପୁଅ ତମ ପୁଅ ଗିନି ବଜେଇବ ତମେ ଭିକ ମାଗିବ ସେ ଗିନି ବଜେଇବ ଆଉ କ'ଣ କରିବ ମା ପୁଅ ବାଣ୍ଟି ଦେବ ମୋ ପୁଅ ଗିନି ବଜେ ହଁ ଗିନି ବଜେଇବ ଆଉ ତାର କାମ କାହିଁ କ'ଣ ହବ ମୁଁ ବୋଲି ବୋଲି ଭିକ ମାଗିବି ହଁ ତମ ଭଲ ହବ ଏଇଟା କ'ଣ ତମ ମୁଁ ଭିକ ମାଗିବି ହଁ ତମେ ମାରି ମତେ କାହିଁ ମାର ମୁଁ କ'ଣ କିଏ ଯିବ ମୋ ବିରୁଦ୍ଧେ ଆଜି ଦେବି ସେମାନେ କରଛି ଏଇକ ମନେ ରଖିଛ ବତକ ମନେ ରଖିଥିବ ହଁ ମା ତମେ ଯାହା କହିଗଲ ନିଜ ଆଖିରେ ଦେଖିଛ ତ ଏ ମା କ'ଣ ହେଲା ଏ ବତକ ମିଶ୍ର ପାଣି ଭିତରେ ବୁଡ଼ିକି ସବୁ ଆଖିରେ ଦେଖିଛି ମା ଯାହା ଦେଖିଛି ନୟନେ କହୁଛି ସତ୍ୟ ମା ଯାହା ଦେଖିଛି ନୟନେ ଆମ ରାଜାଙ୍କ ହାତରେ ଚାଣ୍ଡାଳି ହାତ ମା ଯାହା ଦେଖିଛି ନୟନେ ମୁଖରେ ଦେଲେ ଚୁମ୍ବନ ମଥାରେ ଦେଲେ
ନୀଳଦେବ ଦାସୀ ନାମଟି ତାର ତୁଳସୀ ରାଜାଙ୍କର ରାଣୀ ହେବ ରାଜାଙ୍କର ରାଣୀ ହେବ ଆସ୍ତେ କହୁଛି ମା ଯାହା ଦେଖିଛି ନୟନେ ନାଇଁ ବୋଧକ ନାଇଁ ନାଇଁ ହବନି ଯିଏ ଦାଦାର ଭିକାରୁଣୀ ସେ କେବେ ନହେବ ରାଜାର ଏଇ କଥା ମନେ ରଖିଦେବ ତ ମନେ ରଖିଥିବ ହଁ ମା କଣ କହିଲା ପୁଣି ଭାଗ ନେବା ମୋହରି ଠାରୁ ହଁ ତମଠୁ ନବା ମୋର କଣ ହଉ ଦେଖିବି ହଁ ଦେଖିଆ ଦେଖିବି ତ ଏଠି ମା କଣ ହେଲା ବେଳ ଥାଉ ଥାଉ ବ୍ୟବସ୍ଥା କର ମା ନହେଲେ ନେଡି ଗୁଡ କହୁଣିକି ବୋହିଯିବ ତମର ପାଇବନି କି ମୋର ପାଇବନି କଣ କଣ ଚାଟିଆକୁ କଣ ଆଉ ଚାଟିଆକୁ ଆଉ ଜିଭ ପାଇବନି ବୋଲି ମୁଁ କହୁଛି ଏଠି ମା ମୋର ଟିକେ କାମ ଅଛି ମୁଁ ଆସୁଛି ଆଉ କେତେବେଳେ ଆସିଲେ କଥାବାର୍ତ୍ତା ହବା ଆଉ ଏଠି ମା ଆସୁଛି ନନାର୍ଦ୍ଦନ ହେ ମତେ ପାସ୍ କରେଇ ନମସ୍କାର ବତକ ବତକ ଆରେ ବତକ ବତକ ସମାଲ ଦାସୀ କନ୍ୟା ହୋଇ ପୁଣି ଭାଗ ନେବା ମୋହରି ଠାରୁ ନ ପୁଣି ଦରଜ ପୁଜାସି ବସିବ ମୋ ପବିତ୍ର ରଦାସ୍ୟ ହସନ ନା ଆସୁ ଆସୁ ସେହି ଦେଖିବି କିପରି ରହିବ ମୋ ରାଜପୁରୀ ମଧ୍ୟରେ ରାଣୀମା ଆରେ ଏତେବେଳେ ତୁ କୁଆଡ଼େ ଥିଲୁ ନାଇଁ ମୁଁ ପଚାରୁଛି ତୁ କୁଆଡ଼େ ଥିଲୁ ବା କେତେବେଳେ ଶ୍ରୀମନ୍ଦିରକୁ ଆରେ କେତେବେଳେ ଯିବା କଣ କରିବି ଯେ ମା ସବୁ ପରା ସଜ କରି ଆସିବା ଡେରି ହେଇଗଲା ହେଲେ ମା କଣ ହେଲା ଏ ଡାକିନି ଖିଆ ବାଡ଼ି ବୁଢ଼ାଟା ଏଠାକୁ କାହିଁକି ଆସିଥିଲା କଣ କିଛି ଖତ ମିଛ କହିଲୁ ଚୁଚୁ ଗଲା ପରେ ଜଣା ପଡୁଛି ଏଠି ମା ମା ମ କଣ କହିଲା କି ମା ଯେତେ ହେଲେ ସେ ତୋ ସ୍ୱାମୀ ତାଙ୍କ ପରେ କହିପାରୁଛୁ ତୁ ମୋ ସ୍ୱାମୀ ହେଲେ କଣ ହେଲା ମା ଏ ନାଟା ପରେ ତାର ବତକ ଏ ସେ କେଉଁ ପୋଖରୀରେ ବସିବ ତାକୁ ଗୋଳିଆ କରି ଉଠେଇ ପକେଇଦବ ମା ମୋ ଗୁହାଳର ଗାଈ କଥା କଣ ମୁଁ ଜାଣିନି ଆଉ ତମେ ଜାଣିଛ ତମେ ହେଲା 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 ଲୋ ହେଲା ଯେତେ ଯାହା ହେଲେ ମଧ୍ୟ ସେ ତୋ ସ୍ୱାମୀ ତାକୁ ପୁଣି ସନ୍ଦେହ କରି କହିବାଟା ତ ଜମା ବି ଭଲ ନୁହଁ ତା ଛଡ଼ା ସେ ଭାରି ଭଲ ମଣିଷ ଆଉ ଯାହା ବି କଥାବାର୍ତ୍ତା କରନ୍ତି ସବୁ ସତ କଥା ହିଁ କୁହନ୍ତି ସତେ ଆଉ ହାଟଟା କରି ଛିଡ଼ା ହେଲୁ କାହିଁକି ମନ୍ଦିର ଯିବା ପରା ହଁ ପରା ଗଲୁ ସଜବାଜ କରି ନେଇ ଆସିବୁ ମନ୍ଦିର ଯିବା ଏଇ ଦେଖୁନ ମା କଣ ମୁଁ କିପରି ସବୁ ସଜାବାଜା କରି ଆଣିଛି ସଜ କରି ନେଇ ଆସିଛୁ ହଁ ମା ହଁ କାଇଁ କଣ ଆଣିଛୁ ଘୋରି ବାସ ଚନ୍ଦନ ମଲି ଅତାର ମାନ ଧୂପ ଦୀପ ତୁଳସୀରେ ଡାଲିଆ ପୂର୍ଣ୍ଣ ଘୋରି ବାସ ଚନ୍ଦନ ମଲି ଅତାର ମାନ ଧୂପ ଦୀପ ତୁଳସୀରେ ଡାଲିଆ ପୂର୍ଣ୍ଣ ମନ୍ଦିର ଯିବା ପରା ହଁ ପରା ଆଲୋ ଚାଲୁନ ଆସୁନ ହେଲେ ଏତେବେଳେ ଯାଇ ମହାରାଜା ଭିଲେନରେ କେହି ତାମାନେ ବତକ କହିଯିବା କଥାଟା କ'ଣ ସତ୍ୟ ହଁ ମୋର ବିରୋଧୀ ପାଇଁ ପୁରୁଷ ମାନେ ଭୁଲି ଯାଆନ୍ତି ଦିନ ରାତ ଆଉ ଭୁଲି ଯାଆନ୍ତି ଜାତି ଅଜାତି ଆସନ୍ତୁ ଆଜି କେଉଁ କଥାଟା ସତ୍ୟ ଆଉ କେଉଁ
କହୁଥିଲା ମିଛ ଆସିଲେ ସବୁ ଜଣା ପଡ଼ିଯିବ ନା ଆସନ୍ତୁ ଆଜି ରାଣୀ ତମେ ଯାଇ ମନ୍ଦିର ଯାଇନ କାହିଁକି? ତୁମକୁ ଅପେକ୍ଷା କରିଥିଲି ସ୍ୱାମୀ ମତେ ଅପେକ୍ଷା କରିଛ ମାନେ? ଏତେବେଳେ ଥିଲ କେଉଁଠି? ଆରେ ସାଜସଜା କରୁଥିଲି ସୈନ୍ୟ ସମୂହ। ସତ୍ୟ କହିବାକୁ ଅଭ୍ୟାସ କରୁଛୁ ସ୍ୱାମୀ କାହିଁକି ନା ନିଚ ବ୍ୟକ୍ତି ମାନେ ସର୍ବଦା ମିଥ୍ୟା କହନ୍ତି ମିଥ୍ୟା ତମେ ତମେ ଠିକ କରୁଛ ରାଣୀ। ନିଜ ବ୍ୟକ୍ତି ମାନେ ସଦା ସର୍ବଦା ନାରୀ ମାନଙ୍କ ପାଖରେ ସତ୍ୟ କୁହନ୍ତି କିନ୍ତୁ ଜ୍ଞାନୀ ବ୍ୟକ୍ତି ନୁହେଁ। ତା ମାନେ ତୁମେ ନ କହିଲେ ମଧ୍ୟ ମୁଁ ଠିକ ଜାଣିପାରେ। ଆରେ ବାବା ତମେ ଜାଣିଛ ଯଦି ପଚାରୁଛ କାହିଁକି? ପଚାରୁ ଯାଇପାଇଛେ କାହାକୁ ଭଲ ହେଇତା ମଫଥାଲ ଦେଇଛ ରକ୍ତର ସିନ୍ଦୁର ତୁଳସୀ ମତେ ଭାବୁଛ ପର ନା ମୋ ପୁତ୍ରକୁ କଦୁଛ ପର ନା କାହିଁକି ସବି କାହିଁକି ସେଇ ତ ମୋର ଇଚ୍ଛା। ମୁଁ ଯଦି ଇଚ୍ଛା କରି ଅନ୍ୟ ପୁରୁଷକୁ ଗ୍ରହଣ କରେ ତୁମେ ସହି ପାରିବ ତ? ତୁମେ କିପରି ଗୋଟେ ପର ହାତରେ ମାତିଲେ ମୁଁ ସହିବି କିପରି ସବି ମୁଁ ସହିବି କିପରି? ତମେ ସହିବାକୁ ବାଧ୍ୟ ରାଣୀ। ରାଜା ଦଶରଥ ବରଣ କରିଥିଲେ 750 ରାଣୀ। ତାଙ୍କରି ରାଣୀ କୌଶଲ୍ୟା ଶହୀଦ ଥିଲେ କିପରି? ଦର୍ପଦୀ ବରଣ କରିଥିଲେ ବଞ୍ଚୁ ପାଣ୍ଡବ ଆଉ କୁଦି ମଧ୍ୟ ସୂର୍ଯ୍ୟ ଚନ୍ଦ୍ର ଅଶ୍ୱିନ କୁମାର ତାଙ୍କ ପ୍ରତି ଶହୀଦ ଥିଲେ କିପରି ସ୍ୱାମୀ? ତାଙ୍କ ପ୍ରତି ଶହୀଦ ଥିଲେ କିପରି? ରାଣୀ ତମେ ମତେ ମାଡ଼ ଦେଲି ମାଡ଼। ତମର ସାହସ ହେଲା କିପରି? ତୁମେ ପୁଣି ମୋ ସହିତ ଯୁକ୍ତି କରିବ? ତମରି ମନେ ରଖିବା ଉଚିତ ମୁଁ ହେଉଛି ଶ୍ରୀକ୍ଷେତ୍ର ମୌରମଣି ମହାରାଜା କପିଳେନ୍ଦ୍ର। ମୁଁ ବି ତୁମର ଅର୍ଦ୍ଧାଙ୍ଗିନୀ ସ୍ୱାମୀ। ମାର ଦେବାର ଅଧିକାର ତୁମର ଅଛି ସ୍ୱାମୀ। ହେଲେ ରାଜାର ଭଲ ମନ୍ଦ ଦାୟିତ୍ୱ ବୁଝେଇବାର ମୋହର ବି ଅଛି। ହେଲେ ସ୍ୱାମୀ ଆଜି ଗୋଟେ ସାମାନ୍ୟ ଦାସୀ ପାଇଦେବେ ମୋ ଉପରକୁ ଉଠାଇଦେଲ ହାତ ନା। ହେଲେ ଜାଣିଗଲି ସ୍ୱାମୀ ଆଜି ଜାଣିଗଲି ତମେ କେତେ ଭଲ ପାଅ ମତେ ଆଉ କେତେ ଭଲ ପାଅ ମୋହରି ପୁତ୍ରକୁ। ହେତେ ଜାଣିଲି ଚୋରା ପ୍ରେମର କାହାଣୀ। ଆଜି ଜାଣିଲି ଚୋରା ପ୍ରେମର କାହାଣୀ। ଦେଖିବି କିପରି
ଜାଣି କରିବରେ ତୁଳସୀର କଥା ସେ ଯାହା ହେଉଥାଉ ନା କାହିଁକି ମୁଁ ତୁଳସୀକୁ କେବେ ବିତ୍ୟାଗ କରିପାରିବିନି। ନା ମୁଁ ତୁଳସୀକୁ କେବେ ବିତ୍ୟାଗ କରିପାରିବିନି କାହିଁକି ନା ସେ ତୁଳସୀଟା ହେଉଛି ଜ୍ଞାନୀ ବିବେକୀ ପଣ୍ଡିତ କଳା ବିଦ୍ୟାରେ ନିପୁଣ। ତାରି ମାଧ୍ୟମରେ ପ୍ରାପ୍ତି ହେବି ସୁପୁତ୍ର। ସିଏ ହେବ ମୋ ଶ୍ରୀକ୍ଷେତ୍ର ରାଜା କିନ୍ତୁ ମନେ ରଖ ରାଣୀ ହେବା ତୁମରି ପୁତ୍ର ସୁବ୍ରତ କେବେ ବି ବସି ପାରିବ ନାହିଁ ଓ ଉତ୍କଳ ରାଜ ସିଂହାସନ କେବେ ନୁହେଁ। ପ୍ରଣାମ ଗ୍ରହଣ କରନ୍ତୁ ମହାରାଜ କପିଳେନ୍ଦ୍ର ଦେବ। କିଏ ତୁମେ? ଭଙ୍ଗ ନବାବ ବାହାବଲ ସୁଲେମାନଙ୍କର ସେନାଧ୍ୟକ୍ଷ ମୋ ଶଙ୍କର ସିଂ। ଶଙ୍କର ସିଂ ହେଲେ ଏଠାରେ କାହିଁକି? ଆସିଛି ଦେବାକୁ ନବାବଙ୍କ ନିର୍ଦ୍ଦେଶ। ନବାବଙ୍କ ନିର୍ଦ୍ଦେଶ ମାନେ ମାନେଟା ହେଉଛି ତୁମ ରାଜ୍ୟ ଉତ୍କଳ ଦଣ୍ଡ ଛତ୍ର ଅର୍ପଣ କରିବ ନବାବଙ୍କ ପାଶେ। ନଚେତ ତମେ କଣ କରିବ? ତୁମେ ହୋଇବ ମହାଭାରତ ସମର। ପରାଜୟ କରିନେବ ତୁମ ମଥାରୁ ପାଦ ଚଟା କୁକୁର କପିଳେନ୍ଦ୍ର ଦେବ। ତମେ ମୋହରି ପୁରରେ ପଶି ପୁଣି ମୋତେ ଦେଉଛୁ ଧମକ। ଏବେ ମୁଁ ଭଲରେ କହୁଛି ମୋ ରାଜ୍ୟ ଛାଡ଼ି ଚାଲିଛ। ନଚେତ କଣ କରିପାରିବ ରାଜା? କଣ କରିପାରିବ? କଣ କରିବେ? ହଁ କଣ କରିବ? ମୁକୁନ୍ଦ ମର୍ଦ୍ଦରା ପ୍ରଣାମ ମହାରାଜ। ମୁକୁନ୍ଦ ମହାରାଜ ମାନିବ ନିର୍ଦ୍ଦେଶ। ଏ ପାଦ ଚଟା କୁକୁରଟାକୁ ଧକ୍କା ମାରି କରିଦିଅ ରାଜ୍ୟରୁ ବାହାର। ରାଜା ଶଙ୍କର এই নরাধমাটাই অধমা ধর্ম ছড়াকু ধরে এই নরাধমাটাই অধমা ধর্ম ছড়াকু ধরে মারি মারি রাজ্যর মহর করে দিও তো প্রহারী পাত চটা কুকুর আসি ধমক দেউছি পুରରେ পাত চটা চাকরি করেছি আদেশ পালুছি তুচ্ছাধিকার করোনা চাকরি করেছি আদেশ পালুছি তুচ্ছাধিকার করোনা ভালো যদি অছি ন কহিল কিছু আদেশ করি না বানা উড়াও নহি বৃথা বহিরে ন যাও শৈলে বানা উড়াও ছাও ছাও বাহারি করোনা ইহুরি লজ্জা নাহি তোর মুখ আবে যাও যাও বাহারি করোনা ইহুরি লজ্জা নাহি তোর মুখ
কহি কত কথা দেউଛୁ ନିର୍ଦ୍ଦେଶ ପଡ଼ିଯିବ ତୋର ଦୁଃଖ ଖାଲି ଦେବି ଖଳାକୁ ଚାକର ନିଉଛୁ ଆକୁରେ ଖାଲି এখানে মনোভাব যুদ্ধ মন্ত্র আসিব সৈন্য সজাই এখানে মনোভাব যুদ্ধ মন্ত্র আসিব সৈন্য সজাই সেদিন নথিব বড় বড় কথা মাথা পড়িଯିব নই বাই হইছ তুমি আর তে কথা কহুছ তুমি বাই হইছ তুমি মুকুন্দ মর্তরা মহারাজ মানিব নির্দেশ এই পাদ জটা কুকুরটাকে ধক্কা মারি তরি দিও রাজ্যর মহারাজ শঙ্কর শঙ্কর ভলাভলি কହୁଛି আনি নাহি নবাবঙ্ক নির্দেশ সবার নচেত কাটি থান্তি তোহর শিরকু নমো শিব নমো শিব নমো শিব মো শঙ্কর আজ যাওয়াচ্ছি ফেরি আসবি নিশ্চয় দিন ঠিক সেই দিন ভেট হব কুরুক্ষেত্রের আসুছি আসুছি রাজা কপিলেন্দ্র আসুছি আসুছি পাদ চট্টা কুকুর মুকুন্দ মর্ত শঙ্কর 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 ଛାଡ଼ି ନଥିଲେ ତୁ ଗୋଟାଏ ବୀର ଦୁର୍ବଳ କାପୁରୁଷ ଛାର ଗୋଟାଏ କୁକୁର ହସ୍ତରେ ହୋଇଲୁ ପରାସ୍ତ ଦୁଇଟା କେବେ ରକ୍ଷା କରିପାରିବୁ ନାହିଁ ଓ ଉତ୍କଳ ରାଜସିଂହାସନ ଦୁଇଟା କେବେ ରକ୍ଷା କରିପାରିବୁ ନାହିଁ ମୋରି ମାନ ସମ୍ମାନ ଦୁଇଟା ମୋ ସେନାପତି ହେବା ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ মহারাজ 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 মহারাজ
কপিলেন্দ্র দেব প্রথমে ধর্মনীতি করিল লঙ্ঘন, দ্বিতীয় ছড়াই দেল ମୋ ଧର୍ମ ଭାଇ ମାନଙ୍କର ଜୀବନ। ନେବି ମୋ ବଂଶର ପ୍ରତିଶୋଧ। ମରିବୁର ରାଜା କପିଳେନ୍ଦ୍ର ଦେବ।